ନମସ୍କାର ବନ୍ଧୁମାନେ ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ମକର ରାଶିକୁ ପ୍ରବେଶ କରୁଛନ୍ତି। ଏହି ପବିତ୍ର ପର୍ବ ଠାରୁ 3ଟି ରାଶିର ଭାଗ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲାଭ ଦୃଷ୍ଟି ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଶୁଭ ବୋଲି ବିବେଚନା କରାଯାଏ, କାରଣ ଏହା ଗ୍ରହମାନଙ୍କ ମଧ୍ୟରେ ସହଯୋଗ, ସୁଯୋଗ ଏବଂ ସୁଗମ ପ୍ରଗତି ସୂଚିତ କରେ। ପଞ୍ଚାଙ୍ଗ ଅନୁସାରେ ମକର ସଂକ୍ରାନ୍ତି ପରେ ଶୁକ୍ର ଏବଂ ଶନି 60 ଡିଗ୍ରୀ ଦୂରତାରେ ଅବସ୍ଥିତ ହେବେ, ଯାହା ଲାଭ ଦୃଷ୍ଟି ଯୋଗ ସୃଷ୍ଟି କରିବ। ଜ୍ୟୋତିଷ ଶାସ୍ତ୍ରରେ ଏହି ଯୋଗ ଅନେକ ପାଇଁ ସୁଯୋଗ ଆଣିବ, କିନ୍ତୁ ସୁଯୋଗକୁ ହାସଲ କରିବାକୁ ପ୍ରୟାସ କରିବାକୁ ପଡ଼ିବ। ଶୁକ୍ର ଶନି ଲାଭ ଦୃଷ୍ଟି ଯୋଗରୁ 3ଟି ରାଶି ଉପରେ ପ୍ରଭାବ ପଡ଼ିବ, ଯେପରିକି ଧନ ବର୍ଷା ହେବା ସହ ନୂତନ ସୁଯୋଗ ସୃଷ୍ଟି ହେବ। ବ୍ୟାପାରରେ ବହୁତ ସଫଳତା ମିଳିବ। ଆପଣ ପୂର୍ବରୁ ଯାହା ବି ସମସ୍ୟା ଥିଲା ପଇସାକୁ ନେଇ, ତ ବନ୍ଧୁମାନେ ମକର ସଂକ୍ରାନ୍ତି ଠାରୁ ସେସବୁ ଦୂର ହେବ। ବନ୍ଧୁମାନେ ପରିବାର ଏବଂ ବୈବାହିକ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ପଇସା ରୋଜଗାର ପାଇଁ ନୂଆ ନୂଆ ରାସ୍ତା ମିଳିବ। ଆପଣଙ୍କ ପାଇଁ ଏହି ସମୟ ବହୁତ ଭଲ ସମୟ ହେବ। ଆପଣଙ୍କୁ ଭାଗ୍ୟର ସାଥ ମିଳିବ। ଆପଣଙ୍କର ପରିଶ୍ରମର ଉଚିତ ଫଳ ମିଳିବ। ଚାକିରିରେ ପଦୋନ୍ନତି ମିଳିବ କିମ୍ବା ଦରମା ବୃଦ୍ଧି ମିଳିବ। ଆପଣ ଯେଉଁ କ୍ଷେତ୍ରରେ ପାଦ ଦେବେ ସେ କ୍ଷେତ୍ରରେ ନିଶ୍ଚିତ ଭାବରେ ସଫଳତା ପାଇବେ। ବିବାହର ଯୋଗ ବନିବାର ସମ୍ଭାବନା ଅଛି। ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି କରିବେ। ସ୍ୱାସ୍ଥ୍ୟରେ ଆପଣଙ୍କର ସୁଧାର ଆସିବ। ତେବେ ବନ୍ଧୁମାନେ ଆସନ୍ତୁ ଜାଣିବା ସେ ଭାଗ୍ୟଶାଳୀ ରାଶି ଗୁଡ଼ିକ କିଏ। ତା ପୂର୍ବରୁ ଆପଣମାନେ ବି ଈଶ୍ୱରକୁ ମନରୁ ଭକ୍ତି କରନ୍ତି କିମ୍ବା ବିଶ୍ୱାସ କରନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ବୃଷ ରାଶି। ବୃଷ ରାଶି ପାଇଁ ଏହି ସମୟ ଇଚ୍ଛା ପୂରଣକୁ ସୂଚାଇଥାଏ। ଅଟକି ରହିଥିବା ମନସ୍କାମନା ଏବଂ ଯୋଜନା ଗୁଡ଼ିକ ପୁଣି ଥରେ ଗତି ପାଇବ। ଆର୍ଥିକ ସମସ୍ୟାକୁ ଧୀରେ ଧୀରେ ସମାଧାନ ହେବା ଆରମ୍ଭ କରିବ। କଠିନ ପରିଶ୍ରମର ଫଳ ଏବେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। କାମରେ ସ୍ଥିରତା ବୃଦ୍ଧି ପାଇବ ଏବଂ ଆୟର ନୂତନ ରାସ୍ତା ଖୋଲିଯିବ। ସମ୍ପର୍କରେ ବିଶ୍ୱାସ ବୃଦ୍ଧି ପାଇବ। ଆପଣଙ୍କର ଜୀବନଶୈଳୀକୁ ଉନ୍ନତ କରିବାର ସୁଯୋଗ ସୃଷ୍ଟି ହେବ। ଏହି ସମୟରେ ଘର କିମ୍ବା ଯାନବାହନ ସହିତ ଜଡ଼ିତ ସ୍ୱପ୍ନ ମଧ୍ୟ ସତ ହୋଇପାରେ। ଧୈର୍ଯ୍ୟ ଏବଂ ଜ୍ଞାନ ସହିତ ନିଆଯାଇଥିବା ନିଷ୍ପତ୍ତି ଦୀର୍ଘକାଳୀନ ଲାଭ ଆଣିବ। ପରିବାରରେ ହସ ଖୁସିର ଲହରୀ ଲାଗି ରହିବ। ବୈବାହିକ ଜୀବନ ସୁଖମୟ ହେବ। ବିବାହର ଯୋଗ ମଧ୍ୟ ବନିପାରେ। ଆପଣଙ୍କର ଡେଲି ଇନକମ୍ ବଢ଼ିବାର ସମ୍ଭାବନା ଅଛି। ଶିକ୍ଷା କ୍ଷେତ୍ରରେ ବହୁତ ଅଧିକ ସଫଳତା ପାଇବେ କିମ୍ବା ଶିକ୍ଷା କରିବାକୁ ଆପଣ ବିଦେଶ ଯାତ୍ରା କରିପାରନ୍ତି। ଆପଣ କୌଣସି ଧାର୍ମିକ ସ୍ଥାନକୁ ଆପଣଙ୍କ ଜୀବନସାଥୀଙ୍କ ସହିତ ଯାତ୍ରା କରିପାରନ୍ତି। ଆପଣଙ୍କର ଡେଲି ଇନକମ୍ରେ ବୃଦ୍ଧି ପାଇବ। ଆପଣ କିଛି ପଇସା ମଧ୍ୟ ସଞ୍ଚୟ କରିପାରନ୍ତି। ତ ବନ୍ଧୁମାନେ, ଆପଣଙ୍କର ଯଦି ବୃଷ ରାଶି ହୋଇଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ଦ୍ୱିତୀୟ ରାଶି ହେଉଛି ମକର ରାଶି। ଶୁକ୍ର ଶନିର ଏହି ସଂଯୋଗ ମକର ରାଶି ପାଇଁ ଅତ୍ୟନ୍ତ ଅନୁକୂଳ ହେବ। କ୍ୟାରିୟରରେ ଦାୟିତ୍ୱ ବୃଦ୍ଧି ପାଇବ, କିନ୍ତୁ ଏହା ସମ୍ମାନ ଏବଂ ଲାଭ ମଧ୍ୟ ଆଣିବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ନିବେଶ କିମ୍ବା ସଞ୍ଚୟ ସମ୍ବନ୍ଧୀୟ ନିଷ୍ପତ୍ତି ଲାଭଦାୟକ ପ୍ରମାଣିତ ହୋଇପାରେ। ଦୀର୍ଘ ଦିନ ଧରି ରଖାଯାଇଥିବା ଲକ୍ଷ୍ୟ ଏବଂ ସାକାର ହେବାର ସଂକେତ ଦେଖାଯିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ଆପଣ ସାମାଜିକ ପ୍ରତିଷ୍ଠା ପାଇବେ। ବରିଷ୍ଠ ବ୍ୟକ୍ତିଙ୍କ ସମର୍ଥନ ଏବଂ ମାର୍ଗଦର୍ଶନ ସମ୍ଭାବନା ଅଛି। କାର୍ଯ୍ୟରେ ଆପଣଙ୍କର ଗଭୀରତା ଏବଂ ଶୃଙ୍ଖଳା ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ଆଗରେ ରଖିବ। ବ୍ୟାପାରରେ ବହୁତ ଉନ୍ନତି ପ୍ରଗତି କରିବେ। ରୋଜଗାର କରିବା ପାଇଁ ନୂଆ ନୂଆ ରାସ୍ତା ମିଳିଯିବ ଏବଂ ସେଥିରେ ଆପଣ ସଫଳତା ମଧ୍ୟ ମିଳିବ। କିଛି ଯାନବାହନ, ଜମି, ପ୍ରପର୍ଟି ମଧ୍ୟ କ୍ରୟ କରିପାରନ୍ତି। ସ୍ୱାସ୍ଥ୍ୟରେ ଆପଣଙ୍କର ବହୁତ ଭଲ ରହିବ।
ଆପଣଙ୍କର ଲାଇଫ୍ ପାର୍ଟନର ସାଙ୍ଗରେ କୌଣସି ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି। ଆପଣଙ୍କର ଡେଲି ଇନକମ୍ରେ ବୃଦ୍ଧି ପାଇବ। ତ ବନ୍ଧୁମାନେ, ଆପଣଙ୍କର ଯାହା ବି ଆଗରୁ ଋଣ କରଜ କିମ୍ବା ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ଥିଲେ, ତ ସେସବୁରୁ ଆପଣମାନଙ୍କୁ ଏବେ ମୁକ୍ତି ମିଳିଯିବ। ଯଦି ଆପଣମାନଙ୍କର ମକର ରାଶି ହୋଇଥିଲେ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। କୁମ୍ଭ ରାଶି। କୁମ୍ଭ ରାଶିର ଜାତ ବ୍ୟକ୍ତିଙ୍କ ପାଇଁ ଏହି ମିଶ୍ରଣ ସେମାନଙ୍କର ସ୍ୱପ୍ନରେ ଏକ ପରିବର୍ତ୍ତନ ଆଣିପାରେ। ନୂତନ ସୁଯୋଗ ଆସିବ। କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ଉଭୟ ପୁରସ୍କୃତ ହେବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ସୃଜନଶୀଳ ପ୍ରୟାସରେ ସଫଳତା ମିଳିବ। ବନ୍ଧୁ ଏବଂ ସହକର୍ମୀମାନେ ଲାଭବାନ ହେବେ। ଭବିଷ୍ୟତ ବିଷୟରେ ଯେକୌଣସି ଅନିଶ୍ଚିତତା ଧୀରେ ଧୀରେ ଦୂର ହୋଇଯିବ। ନୂତନ ପ୍ରକଳ୍ପରେ କାମ ଆରମ୍ଭ କରିବା ପାଇଁ ଏହା ଏକ ଅନୁକୂଳ ସମୟ। ଆତ୍ମବିଶ୍ୱାସର ସହିତ ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପ ଆପଣଙ୍କୁ ସଠିକ୍ ଦିଗରେ ନେଇଯିବ। ଆପଣଙ୍କର ବ୍ୟାପାର ବାଣିଜ୍ୟରେ ବହୁତ ରୋଜଗାର ହେବ। ଭାଗ୍ୟ ଆପଣଙ୍କୁ ସାଥ ଦେବା ସହିତ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ କରିବ। ଆପଣଙ୍କର ପ୍ରେମ ଜୀବନ ସଫଳ ହେବ ଏବଂ ଆପଣଙ୍କର ବିବାହ ମଧ୍ୟ ହୋଇପାରେ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆପଣଙ୍କର ବନ୍ଧୁମାନଙ୍କ ଠାରୁ ସମର୍ଥନ ମିଳିବ। ନୂତନ ଚାକିରି ମଧ୍ୟ ବନିବାର ଯୋଗ ବନୁଅଛି। ଆପଣଙ୍କୁ ଆକସ୍ମିକ ଭାବରେ ଟଙ୍କାର ବର୍ଷା ହୋଇପାରେ। ତ ବନ୍ଧୁମାନେ, ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥିଲେ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ତ ଆଶା କରୁଛି ବନ୍ଧୁମାନେ, ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍, ଲାଇକ୍, ସେୟାର କରିଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।